ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। ଯେଉଁ କବିତାଟିର ମୁଁ ବର୍ତ୍ତମାନ ଆଲୋଚନା କରିବି, ସେ କବିତାଟି ଓଡ଼ିଆ ଅଧ୍ୟାପକ ଏକଦା ଥିବା କବି ଚିନ୍ତାମଣି ବେହେରାଙ୍କ ଦ୍ୱାରା ରଚିତ। ନାମ ତାର ମୃଗୟା। ଏହି ମୃଗୟା କବିତାଟି ଅନେକ ବର୍ଷ ତଳେ ମୋର ସାନ ଭଉଣୀ ଯେତେବେଳେ ଅଷ୍ଟମ ଶ୍ରେଣୀରେ ବ୍ରହ୍ମପୁର ସହରରେ ଥାଇ ପାଠ କରୁଥିଲା, ସେତେବେଳେ ଏ କବିତାଟି ତାର ସାହିତ୍ୟ ପାଠ୍ୟକ୍ରମରେ ରହିଥିଲା। ସେବେଠାରୁ ଏ କବିତା ପ୍ରତି ମୋର ଭାରି ଭଲ ପାଇବା, ଦୁର୍ବଳତା। ଏବଂ ଯେତେବେଳେ ମୁଁ ବାରଙ୍ଗ କୁଞ୍ଜ ବିହାରୀ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଥିଲି, ସେତେବେଳେ ମଧ୍ୟ BA ଶ୍ରେଣୀର ପ୍ରଥମ ବର୍ଷର ପିଲାମାନଙ୍କୁ ଏହି କବିତାଟିକୁ ମଧ୍ୟ ମୁଁ ପଢ଼ାଇଥିଲି। ଏକଦା ମୁଁ ଯେତେବେଳେ ବ୍ରହ୍ମପୁର ସିଟି କଲେଜରେ ଇଣ୍ଟରମିଡ଼ିଏଟ୍ ଆର୍ଟ୍ସ 1981ରୁ 1983 ମସିହା ଭିତରେ IE ଶ୍ରେଣୀର ଛାତ୍ର ଥିଲି, ମୋର ଓଡ଼ିଆ ଅପସନାଲରେ କବି ଚିନ୍ତାମଣି ବେହେରାଙ୍କର ରଚିତ ଚତୁର୍ଦ୍ଦଶପଦୀ କବିତା ସନେଟ୍, ଯାହାର ନାମ ଥିଲା କବିର ବ୍ୟଥା, ସେ କବିତାଟିକୁ ମୁଁ ଓଡ଼ିଆ ଅପସନାଲ ପାଠ୍ୟକ୍ରମରେ ପଢ଼ିଥିଲି। ସେ କବିତାଟି 14 ଧାଡ଼ି ବିଶିଷ୍ଟ ଏ ପୋଏମ୍ ଅଫ୍ 14 ଲାଇନ୍ସ, ଯାହାକି ଆଜି ପର୍ଯ୍ୟନ୍ତ ମୁଁ ମନେ ରଖିଛି। ତେଣୁ ବର୍ତ୍ତମାନ ତାକୁ ଆପଣଙ୍କ ସମ୍ମୁଖରେ ଗାଇକି ଶୁଣାଉଛି। ଏକାନ୍ତ ଯାହା ବ୍ୟକ୍ତିଗତ ଅଟେ ତାହା ପବିତ୍ର ସ୍ୱର୍ଗୀୟ, ହୋଇଥାଉ ସେ ପଛକେ ଇନ୍ଦ୍ରିୟର କୁତ୍ସିତ ବାସନା। କବିର ପ୍ରଶାନ୍ତ ଚକ୍ଷେ ମହତ୍ତମ ହୋଇପାରେ ହେୟ, ତୁଚ୍ଛତମ ହୋଇପାରେ କବି ପକ୍ଷେ ଅମୃତ ସାଧନା। କରିବାକୁ ତାହା ଆତ୍ମୀୟ କବିର ଯେ ଏଇ ଦୁଃଖାନଳ, ଅହରହ ଜଳେ ପ୍ରାଣେ ଭସ୍ମୀଭୂତ କରେ ତାର ଚିତ୍ତ। ଏକାଧାରେ ଦ୍ରାକ୍ଷାଫଳ ବକଯନ୍ତ୍ର ଶୁଣ୍ଢି ନିଶାକର, କବି ଅଟେ ଚିରକାଳ ସେ ଏକାଠି ପିଏ ବିଷାମୃତ। କେଉଁ ଦୁଷ୍ଟ ଗ୍ରହ ଅଧିବାସୀ କେ ନିର୍ମମ ଶୟତାନ ଯେବେ, କବି ଲୁହେ ହରି ଖେଳି ପ୍ରାଣେ କଳେ ଦୁରାରୋଗ୍ୟ କ୍ଷତ। ସେ କ୍ଷତି ଆତ୍ମୀୟ କରି ସୁଖୀ ନର ଦେବଶକ୍ତି ତେବେ, ଫୁଟାଏ କବିର ହୃଦେ ଫାଲ୍ଗୁନୀର ଫଗୁଣ ପ୍ରପାତ। ଅନନ୍ତ ନର୍କେ ମୁଁ ସଢ଼େ ହତ୍ୟା କରୁ ପଛେ ମୋତେ ବ୍ୟଥା, କବି ହୋଇ ରହେ ଚାହିଁବାକୁ ସ୍ୱର୍ଗ ନର୍କ ସଂଗ୍ରାମର ଗାଥା। ତାପରେ ଯେତେବେଳେ ମୁଁ DAV କଲେଜ ଟିଟିଲାଗଡ଼ରେ ଓଡ଼ିଆ ଅଧ୍ୟାପକ ଥିଲି, ସେହି ସମୟରେ +3 ଫାର୍ଷ୍ଟ ଇୟର କମର୍ସ ଯାହାଙ୍କର MIL 50 ମାର୍କର ଥିଲା, ସେମାନଙ୍କର କାବ୍ୟ ସତ୍ୟଦଳ କବିତା ବହିରେ ଗୋଟିଏ କବିତା ଥିଲା ଚିନ୍ତାମଣି ବେହେରାଙ୍କର, ଯାହାର ନାଁ ଥିଲା ଶୟତାନ ପାଇଁ ଗୋଟିଏ ସ୍ତୁତି। ସେ କବିତାଟିକୁ ମଧ୍ୟ ମୁଁ ପଢ଼େଇଥିଲି। ତାପରେ ଚିନ୍ତାମଣି ବେହେରାଙ୍କ ଦ୍ୱାରା ରଚିତ ପେଚା କବିତା, ଯାହାକୁ ମୋର ବଡ଼ ଭଉଣୀ ତାଙ୍କର ଓଡ଼ିଆ ଅନର୍ସ ପାଠ୍ୟକ୍ରମରେ 1974 ମସିହାରେ ପ୍ରାଣନାଥ ମହାବିଦ୍ୟାଳୟରେ ରହିକି BA ଓଡ଼ିଆ ଅନର୍ସରେ ପଢ଼ିଥିଲେ। ଏବଂ ସେ କବିତାଟିକୁ ମଧ୍ୟ ମୁଁ 1994 ମସିହାରେ DAV କଲେଜ ଟିଟିଲାଗଡ଼ରେ ଥିବାବେଳେ ପଢ଼େଇଥିଲି ଓଡ଼ିଆ ଅନର୍ସ ପିଲାମାନଙ୍କୁ। ପେଚା କବିତାଟି ଭାରି ସୁନ୍ଦର କବିତା। ତାପରେ ବଣି କବିତା, ଯାହାକି ହାଇସ୍କୁଲ ସ୍ତରର MIL ପାଠ୍ୟକ୍ରମରେ ପିଲାଙ୍କର ରହିଥିଲା, ସୁନ୍ଦର କବିତାଟିଏ। ତେଣୁ ପକ୍ଷୀମାନଙ୍କୁ ନେଇକି ବ୍ୟଙ୍ଗ କବିତା ମଧ୍ୟ ମୁଁ ପଢ଼େଇଥିଲି ରାଜେନ୍ଦ୍ର କଲେଜ ବଲାଙ୍ଗୀରରେ ଡେପୁଟେସନରେ ଥାଇକି। ବ୍ୟଙ୍ଗ କବିତାଟିକୁ ମଧ୍ୟ ମୁଁ ପଢ଼େଇଥିଲି, ଆଉ ମୃଗୟା କବିତାଟିକୁ ମଧ୍ୟ ମୁଁ ପଢ଼େଇଥିଲି। ଆଜି ସେଇ କବିତାର ମୁଁ ଆଲୋଚନା କରୁଅଛି। ମୃଗୟା, କବି ଚିନ୍ତାମଣି ବେହେରା। ସାଙ୍ଗେ ଧରି ମୃତ ଏକ ମୃଗୁଣୀର ଶବ, ମୃଗୟା ବିନୋଦୀ ବନ୍ଧୁ ଅରଣ୍ୟରୁ ଆସିଥିଲେ ଫେରି। ପୌରୁଷ ଦେଖାଇ ମୋତେ କହିଥିଲେ ଦେଖ ଆସି କବି, କିପରି ଲାଗିଛି ଚୋଟ ଏକା ଚୋଟେ ଯାଇଅଛି ମରି। ଦେଖିଲି ହରିଣୀ ଏକ ଚମତ୍କାର ତନୁରଙ୍ଗ ତାର, କେତେ ମୃତ ତାରକାର ଚକ୍ଷୁ ଛାଲ ପରେ। ସହସା ଫାଟିଛି ହୃଦ ବିଷହାତ ଗୁଳି ଚୋଟ ଲାଗି, ହୃଦୟର ରକ୍ତ ଆସି ମିଶିଅଛି ନୀଳ ଆଖି ତୀରେ। ସେ ନୀଳ ଆଖିରେ ନାହିଁ ସାଗରର ବିଶାଳତା ଆଜି, ଅବା ନୀଳ ଆକାଶର ବିଦ୍ୟୁତର ପ୍ରୀତିରଙ୍ଗ ତିଳେ। ଭୂଇଁରେ ଶୋଇଛି ଆସି କ୍ଳାନ୍ତ ଏକ ନୃତ୍ୟଶୀଳ ପ୍ରାଣ, ପାଇ ଯେ ନଥିଲା ଶାନ୍ତି ଖେଳି ଅରଣ୍ୟର କୋଳେ। ଅରଣ୍ୟ ଦୁହିତା ଏକ ପ୍ରାଣେ ଧରି ପ୍ରୀତି ସରଳତା, ହୁଏତ ସେ ଆସିଥିଲା ଖୋଜିବାକୁ ତା ପୁରୁଷ ସାଥୀ। କଅଁଳ ପାଟିରେ ତାର ପିଇଥିଲା କଞ୍ଚା ଘାସ
ମଦ ହୃଦୟ ତଳେ ତା ଥିଲା ଆଶା ପ୍ରୀତି ଭବିଷ୍ୟର ଗୀତି। ହୁଏତ ତା ଆଖି ତଳୁ ନାଲି ସୁରା ପଡ଼ୁଥିଲା ଝରି, ସେ ସୁରା ହୁଏତ ଥିଲା ବିରହିଣୀ ହୃଦୟର ଆଶା। ଅରଣ୍ୟର ଘାସ ସେଜି ପୁରୁଷର ପଦଚିହ୍ନ ଖୋଜି, ମୃଗୁଣୀ ସେ ଆସୁଥିଲା ଶୁଣିବାକୁ ପୁରୁଷର ଭାଷା। ମାଂସ ଲୋଭୀ ଗୋଳିୟକ ଛିନ୍ନ କଲା ହୃଦୟ ତା ଲବେ, ସହସା ପଡ଼ିଲା ଢଳି ପ୍ରୀତିଚ୍ୟୁତ ବୃତ୍ତିଚ୍ୟୁତ ପ୍ରାଣ। ମଣିଷ ପୌରୁଷ ଯୋଗୁଁ ପୁରୁଷରେ ପାରିଲାନି ଭେଟି, ନଥିଲା ମୃଗୁଣୀ ଜାଣି ପ୍ରୀତି ପଥେ ଅଛି ମୃତ୍ୟୁ ବାଣ। ମୃତ ଏ ମୃଗୁଣୀ ଦେଖି ମନେ ହୁଏ ବାରମ୍ବାର ଆଜି, ବିଶ୍ୱାସ ପ୍ରୀତିର ଏକ ଅମାୟିକ ନିଷ୍କଳଙ୍କ ହୃଦ। ଆସିଛି ଯେ ଧରା ତଳେ ଗାଇବାକୁ ମୁକ୍ତି ମୈତ୍ରୀ ଗୀତି, ସହସା ଚକ୍ରାନ୍ତେକାର ବାରମ୍ବାର ହୋଇଅଛି ବିଦ୍ଧ। ପ୍ରୀତିର ତଟିନୀ ଗୀତି ମୃତ୍ୟୁଚର କରିଅଛି ଗ୍ରାସ, ଆଶାର ସ୍ଫୁଲିଙ୍ଗ ଚକ୍ଷୁ ନିଭିଅଛି ଏ ଧରଣୀ ପରେ। ଏ ମୃଗୁଣୀ ଏ ହୃଦୟ ପ୍ରାଣ ଏକ ସ୍ନିଗ୍ଧ ଢଳ ଢଳ, ଭୂଇଁ ସେ ଯେ ଲୋଟିଅଛି ଅସହାୟ କ୍ଷୁବ୍ଧ ହାହାକାରେ। ମୃତ ଏ ମୃଗୁଣୀ ସମ କେତେ ହୃଦ ଦେଶ ଦେଶାନ୍ତରେ, ଅସହାୟ ହୋଇ ଆଜି ଧୂଳି ସେଜ ନେଉଛନ୍ତି ବରି। ତଥାପି ମଣିଷ ଆଜି ପୌରୁଷତା ନେଇ ଗର୍ବ କରେ, ନିଜ ଜ୍ଞାତି କୁଟୁମ୍ବରେ ସଗୌରବେ ହତ୍ୟା ନୀତି କରେ। ମୃଗୁଣୀର ଶବ ଦେଖି ତୃପ୍ତ ମୋର ବନ୍ଧୁଙ୍କର ମନ, ସ୍ୱୀକାର କରୁଛି ତାଙ୍କ ଚମତ୍କାର ହାତ ଲକ୍ଷ୍ୟ ଭେଦେ। ମୃତ ଏ ମୃଗୁଣୀ କିନ୍ତୁ ମୃତ ନୁହେଁ ଆଜି ମୋର ମନେ, ଅନ୍ୱେଷଣ କରେ ପ୍ରୀତି ରୁଧିରାକ୍ତ ମୋ ଅତଳ ହୃଦେ। ତେଣୁ ଏଠି ଗୋଟେ ହରିଣର ଶିକାରର ଦୃଶ୍ୟ ଦେଖି କବିଙ୍କ ମନରେ କବିତା ଲେଖିବାର ଭାବନା ଆସିଛି ଏବଂ ଯାହା ଭାବିଛନ୍ତି ତାହା ହିଁ କବିତାର ବିଷୟବସ୍ତୁ। ଆଗକାଳରେ 1970 ଦଶକରେ ମୁଁ ଦେଖିଛି, ମୋର ବାପା ମଧ୍ୟ ଜଣେ ପକ୍ଷୀ ଶିକାର କରିଥିଲେ, ହରିଣ ମଧ୍ୟ ଶିକାର କରିଥିଲେ ଟାଙ୍ଗିରେ ଥାଇକି। ତେଣୁ ଆଗକାଳରେ ଲୋକମାନେ ପଶୁପକ୍ଷୀ ବଧ କରୁଥିଲେ, ମୃଗୟା କରୁଥିଲେ, ଶିକାର କରୁଥିଲେ। ତେଣୁ ବର୍ତ୍ତମାନ ଏଇଟା ପଶୁପକ୍ଷୀ ଜୀବବଧ ବ୍ୟାନ୍ ହେଇଯାଇଛି, ବାଜ୍ୟାପ୍ତ ହେଇଯାଇଛି, କେହି କରୁନାହାନ୍ତି, କରିଲେ ଦଣ୍ଡିତ ହେଉଛନ୍ତି। ତେଣୁ ଦିନ ଥିଲା ଲୋକେ ପଶୁ ପକ୍ଷୀ ଶିକାର କରୁଥିଲେ। ତେଣୁ ସେହି ସମୟର ଦୃଶ୍ୟ, ସେହି ସମୟର ମନୋଭାବର କଥା ଏ କବିତାରେ କବି ବର୍ଣ୍ଣନା କରିଛନ୍ତି। ମୃଗୟାମାନେ ଶିକାର। ଚିନ୍ତାମଣି ବେହେରା। ସାଙ୍ଗେ ଧରି ମୃତ ଏକ ମୃଗୁଣୀର ଶବ, ମୃଗୟା ବିନୋଦୀ ବନ୍ଧୁ ଅରଣ୍ୟରୁ ଆସିଥିଲେ ଫେରି। ପୌରୁଷ ଦେଖାଇ ମୋତେ କହିଥିଲେ, ଦେଖ ଆସି କବି କିପରି ଲାଗିଛି ଚୋଟ, ଏକା ଚୋଟେ ଯାଇଅଛି ମରି। କବିଙ୍କର ଜଣେ ବନ୍ଧୁ ଯିଏକି ପଶୁ ଶିକାର କରିକି, ଗୋଟିଏ ହରିଣ ଶିକାର କରି ତାକୁ ମାରିକି ଆଣିକି କବିଙ୍କ ସାମ୍ନାରେ ପକାଇ ଦେଇଛନ୍ତି ଏବଂ କବିକୁ କହୁଛନ୍ତି ଯେ ତମେ ଆସିକି ଦେଖ କେମିତି ମୁଁ ଶିକାର କରିକି ମୁଁ ବାହାଦୁରୀ ଦେଖେଇକି ଆଉ ମୁଁ ଏ ହରିଣକୁ, ଯିଏକି ମୋତେ ଜଙ୍ଗଲରେ ବହୁତ ବଡ଼ ହଇରାଣ କରୁଥିଲା, ତାକୁ ମୁଁ ମାରିକି ଆଜି ତମ ସାମ୍ନାରେ ପକାଇ ଦେଇଛି, ତମେ ଆସିକି ଦେଖ। ମାନବବାଦୀ ଦରଦୀ କବି ଚିନ୍ତାମଣି ବେହେରା ସେ ହରିଣକୁ ଦେଖିଛନ୍ତି ଏବଂ ସେ କହୁଛନ୍ତି ଯେ ସାଙ୍ଗେ ଧରି ମୃତ ଏକ ମୃଗୁଣୀର ଶବ, ଗୋଟେ ମୃଗୁଣୀର ଶବ ଅର୍ଥାତ୍ ଶିକାର କରିକି ମୋ ହରିଣକୁ ମାରିକି ମୃଗୟା ବିନୋଦୀ ଅର୍ଥାତ୍ ଶିକାର କରିକି ଆନନ୍ଦ ପାଉଥିବା, ବିନୋଦୀ ମାନେ ବିନୋଦ ମାନେ ଆନନ୍ଦ, ଶିକାର କରିକି ଆନନ୍ଦ ପାଉଥିବା ତାଙ୍କର କବି ବନ୍ଧୁ, କବିଙ୍କର ବନ୍ଧୁ ସେ ଅରଣ୍ୟରୁ ଫେରି ଆସିଥିଲେ ଏବଂ ନିଜର ପୁରୁଷପଣିଆ, ପୁରୁଷକାର ଶିକାରୀ କରିବାର ଯେଉଁ ପାରିବାପଣ ତାକୁ ଦେଖେଇକି ସେ କହିଛନ୍ତି, ଆସିକି ମୋର ହରିଣକୁ ଦେଖ କେମିତି ଲାଗିଛି ଚୋଟ, ଅର୍ଥାତ୍ ଗୁଳି କେମିତି ବାଜିଛି, ଆଉ ଗୋଟିଏ ଚୋଟରେ ସିଏ ମରିଯାଇଛି। ଦେଖିଲି ହରିଣୀ ଏକ ଚମତ୍କାର ତନୁରଙ୍ଗ ତାର, କେତେ ମୃତ ତାରକାର ଚକ୍ଷୁ ଚାଲ ପରେ, ସହସା ଫାଟିଛି ହୃଦ ବିଷହାତ ଗୁଳି ଚୋଟ ଲାଗି, ହୃଦୟର ରକ୍ତ ଆସି ମିଶିଅଛି ନୀଳ ଆଖି ତୀରେ। କବି ଦେଖିଛନ୍ତି ଯେ ହରିଣୀ ଚମତ୍କାର, ତାର ଦେହ, ତନୁ ମାନେ ଦେହ, ତାର ଦେହର ରଙ୍ଗ ଭାରି ଚମତ୍କାର, ମାଟିଆ ଦେହ, ଚମଡ଼ା ଭିତରେ ଧଳା ଧଳା ଫୁଟଫୁଟିକିଆ ଆଉ ଦାଗ ସବୁ ଅଛି, ଗୋଲ ଗୋଲ ଧଳା ଦାଗ ସବୁ ଅଛି ଏବଂ ସେ ଯେମିତିକା ଆକାଶରେ, ନୀଳ ଆକାଶରେ ଯେମିତିକା ତାରା ମାନେ ଅଛନ୍ତି, ସେମିତିକା ହରିଣର ମାଟିଆ ଦେହ ଭିତରେ ଫୁଟଫୁଟିକିଆ ଧଳା ଧଳା ଚିହ୍ନ ଥିବା ସବୁ ଅଛି, ଯାହାକି ତାକୁ ତାରା ବୋଲି କବି ଉପମା ଦେଇଛନ୍ତି। ସେଇ ଚକ୍ଷୁର ତାର ଛାଲ ଉପରେ, ତାର ଚମଡ଼ା ଉପରେ ଅଛି, କବି ଦେଖୁଛନ୍ତି। ସହସା ଫାଟିଛି ହୃଦ ବିଷ ହାତ ଗୁଳି ଚୋଟ ଲାଗି, ସଦ୍ୟ ଶିକାର ହେଇକି ସଦ୍ୟ ତାଜା ଫେରିଛି ଏବଂ ରକ୍ତ ତାର ବାହାରି ପଡ଼ିଛି, ଆଉ ଗୁଳି ଚୋଟ ଲାଗିକି, ଶିକାରୀର ଗୁଳି ଚୋଟ ଲାଗିକି ହୃଦୟର ରକ୍ତ ଆସି ମିଶିଅଛି ନୀଳ ଆଖି ତୀରେ। ଅର୍ଥାତ୍ ହୃଦୟର ଯେଉଁ ରକ୍ତ, ଛାତିର ଯେଉଁ ରକ୍ତ, ଦେହ ଭିତର ରକ୍ତ ସେ ଆଖି ଉପରକୁ ଉଠି ଯାଇଛି ଏବଂ ଆଖିକୁ ମଧ୍ୟ ଲାଲ କରିଦେଇଛି। ସେ ଆଖିର ତୀର ବୋଲି କହିଛନ୍ତି, କାହିଁକିନା ଆଖିର ବିଶାଳତା ତୀର ବୋଲି କହିଛନ୍ତି। ଆଖି ତୀରେ ମାନେ ଆଖି କୂଳରେ, ଅର୍ଥାତ୍ ଆଖିର କୋଣରେ ଲାଲି ରକ୍ତ ସବୁ ଜମା ହେଇଛି।
से नील आखिरे नाही सागरर विशालता आदि से नील आखिरे सागरर विशालता नाही अर्थात कवि हरिणर आखि को चंचल हरिण हूँ गोटे चंचल जीव सांगे सांगे धाईकी डेईकी डेईकी से कुआड़े कुआड़े पलैब धरादेवनी सहजरे मनीष को तेणु ताकू सी कहते सागरर विशालता अर्थात आखि को साधारणतः नील सागर बोली कहुए कहीं आखिर डोला हूँ नील और ताहा देखापी चंचल आखि हूँ चंचल तेणु सागर जमीक विशाल आखिर जो चाहाणी तार जो चांचल्य से विशाल तेणु से नील सागर से जो आखि नील आखि जो नील आखि हरिणर से सागरर विशालता अर्थात से जंगल सारा क्षणिक मुहूर्त जंगल सारा खेदिकी व्यापिकी दौड़ी दौड़िका पड़ेब तेणु से विशालता बोली कहते विद्युतर प्रतिरंग जमीक आकाश में जमीक बिजुली मेघर बिजुली जमी चक करके मारिकी कुआड़े कुआड़े पड़ेब अन्य जा देखादेव पुणी अन्यत्र देखादेव ठीक सेमतिका विद्युतर अर्थात तार जो गति हरिणर जो द्रुत गति ताकू से विद्युत बोली उपमा देइछन्ति जहाकू कालिंदी चरण पाणिग्राही तांकर मानसर विलाप गल्परे हरिणर जो दौड़ाकू से प्यारिस डांस बोली कहिछन्ति सेमति एठी विद्युतर प्रतिरंग थिला चक्किनी विद्युत मारिकी फेरी जाए एठी हरिण झपक किने पलक झपक आखिर पलक पत्रे से डेई डेई के कुआड़े कुआड़े दौड़ दौड़िका पड़ेब भूई रे शोई आज कि से दौड़ा तार आज बंद होती से भूई रे आज शोई जाइए क्लांत हो जाइए हालिया होगी गोटे जंगल में डांस करुवा गोटे नृत्यशील प्राणटीए गोटे नर्तकीटीर प्राण आज स्थिर हो जाइए से अरण्य बुली बुलिका से शांति पाई पारु नथिला एवं आज से मरिकी पड़ी अरण्यर कोଳରେ खेली खेलिका शांति पाई नथिला आज से मरिकी पड़ी अरण्यर दुहिता कविता को कहते अरण्यर झील अरण्यर झील प्राणे धरी प्रीति सरलता प्रीति माने भल पाइबार गोटे सरलता अर्थात आम हरिण को साधारणतः घरे आग काल लोक मैंने मोर बड़ मामू दुईटा हरिण पोषी हरिण को घर पोषा जीव भाव में रखती तेणुक से कहीं हरिण देखापी गोटे हिंस्र जंतु नुहे से एक सरल निरीह माने अमायिक जंतुटीए देखिले खुशी लगे से प्रीति सरलता को देखिले भल पाइब मनीष प्रीति सरलता हुए तो से आसीथिला खोजिबाकू ता पुरुष साथी तेणु पुरुष एवं नारी पुंगलिंग स्त्रीलिंग ये थिले ही दुनिया बढ़िबो दुनिया रहिबो दुनियार स्थिति रहिबो सब साथी पुरुष बिना नारीर नारी बिना पुरुषर दुनियार स्थिति नाही तेणु कवि कहउछन्ति जे तार पुरुष साथी को से खोजिया मिलनर आग्रह नहीं कि से आसीथिला जंगल रे बुलुथिला दौड़ुथिला कँल पाटिरे तार पीथिला कंचा घास मद तेणु हरिण एक माने गोटे तृणभोजी प्राणी तेणु से तार पाटिरे कवि देखिछन्ति जो पाटिटा जाब पड़ जाइए बंद हो जाइए से किसी घास भी लागिकी रही तेणु कँल पाटिरे तार पीथिला कंचा घास मद जमीक मद निशाग्रस्त क्या कवि चिंतामणि बेहेरा जड़े मद्यप व्यक्ति तेणु तांकर कवितार से मदर कथा बेसी कही बलांगीर राजेन्द्र कॉलेज रे थेला बेले मद पीकी रास्तार पड़ी लोकंठू मु शुणी तेणु से कंचा घासर मद अर्थात आहार तार घास हूँ तार खाद्य ताको से खाई पार्टी जो जाब पड़ जाइए घासर किसी अंश बाहर को बाहरिकी अच्छी कवि देखुं से मद जमी निशा गोटे सेमती घास जंगल में बुलब और निशाग्रस्त हो जंगल में बुली घास खाई तेणु से निशा मद ये निशा अर्थ में प्रयोगित हृदय तले थिला आशा प्रीति भविष्यर गीति तेणु भविष्यर गीति थिला अर्थात से आसूला पुरुष साथ मिसब जंगल में चरब बुलब दौड़ डेब जंगल सारा खेदी हो व्यापीजी और सेठी तार निशा थिला आशा थिला जे मु बंचिकी पुणी रही मरीजी ना तेणु भगवान भारी चालाक से मृत्युटा को भविष्यत काल में रखिंट अजणा करके रखिंट अदृश्य करके रखिंट से जणाई देना जे मनीष को बा जीवजंतु को केतबले से मरिबो केमिति हिसाब रे मरिबो केमिति उपाय रे मरिबो तेणु भविष्यतर गीति से रखिथिला आशा रखिथिला तो प्रत्येक मनीष आशा भी मनीष होचे आशा आशारे ही बंचे तेणु आशा जो मनीषर ना से बंची भी पारिब ना तेणु आशा प्रति भविष्यर गीति तार भविष्यतर स्वप्न देखिथिला मु पुणी बंचिकी फेरिकी आसबि मोर नीड़ को मोर रहिबा जगह को मोर पुरुष साथी को नहीं कि मोर जीवनर मिलन को नहीं कि मु फेरिबि किंतु हेई पारला नाही
ହୁଏତ ତା ଆଖି ତଳୁ ନାଲି ସୁରା ପଡ଼ୁଥିଲା ଝରି, ସେ ସୁରା ହୁଏତ ଥିଲା ହରିଣୀର ବିରହର ହୃଦୟର ଆଶା, ବିରହିଣୀ ହୃଦୟର ଆଶା। ଅରଣ୍ୟର ଘାସ ସେଜେ ପୁରୁଷର ପଦଚିହ୍ନ ଖୋଜି, ମୃଗୁଣୀ ସେ ଆସୁଥିଲା ଶୁଣିବାକୁ ପୁରୁଷର ଭାଷା। ତେଣୁ ତାର ଆଖିରୁ ନାଲି ସୁରା ପଡ଼ୁଥିଲା। ମୁଁ କହିଛି ଯେ କବି ଚିନ୍ତାମଣି ବେହେରା ଜଣେ ମଦ୍ୟପ ବ୍ୟକ୍ତି ଥିଲେ ଏବଂ ସେ ମଦ ପିଉଥିଲେ। ତେଣୁ ମଦର କଥା ଯେମିତି ସେ କବିର ବ୍ୟଥା କବିତାରେ କହିଛନ୍ତି, ଏବେ ଏଠି ମଧ୍ୟ ସେ ମଦର କଥା କହିଛନ୍ତି ଏବଂ ସେ ହରିଣର ଘାସ ଖାଇବାକୁ ସେ ଗୋଟେ ନାଲି ସୁରା ବୋଲି କହିଛନ୍ତି। ଅର୍ଥାତ୍ ସେଇ ଯେଉଁ ସୁରା ମାନେ ଗୋଟେ ନିଶା, ମଦ ନିଶାରେ କହିଛନ୍ତି ଏବଂ ତା ଆଖିରୁ ଝରି ପଡ଼ୁଥିଲା ସେ ସୁରା ବିରହିଣୀ ହୃଦୟର ଆଶା। ସେ ତାର ସାଥୀକୁ, ପୁରୁଷ ସାଥୀକୁ ଖୋଜିକି ପାଉନଥିଲା, ଦୁଃଖ ପ୍ରକାଶ କରୁଥିଲା, ଦୁଃଖରେ ବୁଲୁଥିଲା, ଜଙ୍ଗଲ ସାରା ବୁଲୁଥିଲା। ଅରଣ୍ୟର ଘାସ ସେ ଯେ ବିଛଣା, ଘାସ ବିଛଣାରେ ସେ ପୁରୁଷର ପଦଚିହ୍ନକୁ ଖୋଜୁଥିଲା, ତାର ପ୍ରିୟତମର ସନ୍ଧାନରେ ସେ ଆସିଥିଲା, ତାର ସାଙ୍ଗଟିକୁ ଖୋଜୁଥିଲା, ତାର ପୁରୁଷ ବନ୍ଧୁଟିକୁ ସେ ଖୋଜୁଥିଲା। ତେଣୁ ସେ ବୁଲି ବୁଲିକା ପାଇଲା ନାହିଁ ଏବଂ ସେ ପୁରୁଷର ଭାଷାକୁ, ପୁରୁଷର ଅର୍ଥାତ୍ ପୁରୁଷ ସହିତ ମିଳନକୁ ସେ ଖୋଜୁଥିଲା, ଶୁଣିବା ପାଇଁ ଆସିଥିଲା, ତାର ମିଶିବା ପାଇଁ ସେ ଆସିଥିଲା। ମାଂସ ଲୋଭୀ ଗୁଡ଼ିଏକୁ ଛିନ୍ନ କଲା ହୃଦୟ ତା ଲବେ, ଅର୍ଥାତ୍ ଶିକାରୀର ମାଂସ ଲୋଭୀ ପ୍ରାଣ ତାର ଲବେ ମାନେ ଅତି ଅଳ୍ପ ସମୟରେ ତାର ହୃଦୟକୁ ଛିନ୍ନ କଲା, ଅର୍ଥାତ୍ ତାକୁ ମାରିକି ପକାଇଦେଲା, ଜୀବନ୍ତରୁ ମୃତ ଅବସ୍ଥାକୁ ନେଇ ଆସିଲା। ସହସା ପଡ଼ିଲା ଢଳି ପ୍ରୀତିଚ୍ୟୁତ ବୃନ୍ତଚ୍ୟୁତ ପ୍ରାଣ। ହଠାତ୍ ଏଇ ଯେଉଁ ଜୀବନ ଉଦ୍ୟାନ, ଜଙ୍ଗଲର ଯେଉଁ ଉଦ୍ୟାନ, ଭୂଇଁରେ ଯେଉଁ ସବୁ ଗଛ ଲତା ଜଙ୍ଗଲ ସୃଷ୍ଟି ହେଇଛି, ସେଇ ଭୂଇଁ ଉପରେ ମଧ୍ୟ ସେ ବୁଲୁଥିଲା ହରିଣଟି। ପ୍ରୀତିଚ୍ୟୁତ ଅର୍ଥାତ୍ ଭଲ ପାଇବାରୁ ସେ ଅଲଗା ହେଇଗଲା, ଅର୍ଥାତ୍ ତାର ପ୍ରେମ ସରିଗଲା, ଛିଣ୍ଡିଗଲା, ଚ୍ୟୁତ ହେଇଗଲା, ଅଲଗା ହେଇଗଲା। ବୃନ୍ତଚ୍ୟୁତ ଯେମିତିକା ଫୁଲର ଗଛର ବୃନ୍ତରୁ ଯେମିତି ଫୁଲଟି ଝଡ଼ି ପଡ଼େ ତଳେ, ସେମିତିକା ପୃଥିବୀ ରୂପକ, ଜଙ୍ଗଲ ରୂପକ ଉଦ୍ୟାନର ଗଛରୁ ସେ ପ୍ରୀତିଚ୍ୟୁତ ହେଇକି, କକ୍ଷଚ୍ୟୁତ ହେଇକି, ବୃନ୍ତଚ୍ୟୁତ ହେଇକି ସେ ପଡ଼ିଗଲା, ମରିକି ନିର୍ଜୀବ ହେଇକି ପଡ଼ିଗଲା। ମଣିଷ ପୌରୁଷ ଯୋଗୁଁ ପୁରୁଷରେ ପାରିଲାନି ଭେଟି, ମଣିଷର ଯେଉଁ ପାରିବା ପଣିଆ, ଶିକାରୀ ପଣ ଯୋଗୁଁ ସେ ତାର ନିଜ ପୁରୁଷକୁ ଭେଟି ପାରିଲା ନାହିଁ, ସାକ୍ଷାତ କରିପାରିଲା ନାହିଁ, ମିଶି ପାରିଲା ନାହିଁ। ନଥିଲା ମୃଗୁଣୀ ଜାଣି ପ୍ରୀତି ପଥେ ଅଛି ମୃତ୍ୟୁ ବାଣ। ମୃଗୁଣୀ ଜାଣିନଥିଲା ଏଇ ପୁରୁଷ ସାଥୀକୁ ଖୋଜିବାର ଯେଉଁ ଆଶାରେ, ଯେଉଁ ପ୍ରେମରେ, ଯେଉଁ ମୁହାସରେ, ଯେଉଁ ଆବେଗରେ, ଯେଉଁ ଇମୋସନରେ, ଯେଉଁ ଉତ୍ତେଜନାରେ, ଯେଉଁ ମାନେ ଅଧୀର ହେଇକି, ବ୍ୟସ୍ତ ହେଇକି ସେ ଆସିଥିଲା ତାର ପୁରୁଷ ସାଥୀକୁ ଖୋଜିବା ପାଇଁ, ଜାଣିନଥିଲା ଏଇ ଭଲ ପାଇବା ପଛରେ ଯେ ମୃତ୍ୟୁ ରହିଛି, ଭଲ ପାଇବା ପଛରେ ମୃତ୍ୟୁ ରହିଛି। ତେଣୁ ମଣିଷ ଯେମିତିକା ତାର କର୍ତ୍ତବ୍ୟରେ ବାହାରିଯାଏ, ରାସ୍ତାରେ ଆକ୍ସିଡେଣ୍ଟ ହେଇକି ମରିଯାଏ, ସେ ଜାଣିପାରେନି ଯେ ମୁଁ ମରିଯିବି ବୋଲି, ବାଇକ୍ରେ ଯାଉଛି କି କାର୍ରେ ଯାଉଛି, ହଠାତ୍ ଦୁର୍ଘଟଣା ହେଇଛି। ତେଣୁ ଭଗବାନ ମହାନ ଚାଲାକ, ସେ ଭବିଷ୍ୟତଟାକୁ ନିଜ ହାତରେ ରଖିଛନ୍ତି ଏବଂ ମୁସଲମାନ ମଣିଷକୁ କହିଛନ୍ତି ଯେ ଗାଏବ ଉପରେ, ଅଜଣା କଥା ଉପରେ, ଅଦୃଶ୍ୟ କଥା ଉପରେ ବିଶ୍ୱାସ ଆଣିବାକୁ ବାଧ୍ୟ, ନହେଲେ ତୁମେ ମୁସଲମାନ ନୁହଁ। ତେଣୁ ସେଇ ଯେଉଁ ମୃଗୁଣୀ ଜାଣି ପ୍ରୀତି ପଥେ, ଏଇ ଭଲ ପାଇବା ପଛରେ ଯେ ମୃତ୍ୟୁ ରୂପକ ବାଣ ଅଛି, ମୃତ୍ୟୁ ରୂପକ ଗୁଳି ଅଛି, ସେ ଜାଣିନଥିଲା। ମୃତ ଏ ମୃଗୁଣୀ ଦେଖି ମନେ ହୁଏ ବାରମ୍ବାର ଆଜି, ବିଶ୍ୱାସ ପ୍ରୀତିର ଏକ ଅମାୟିକ ନିଷ୍କଳଙ୍କ ବୋଧ। କବି ମୃତ ହରିଣର ଶବକୁ ଦେଖିକି ଭାବୁଛନ୍ତି, ମନେ ମନେ ଭାବୁଛନ୍ତି, ଇଏ ହେଉଛି ବିଶ୍ୱାସ ପ୍ରୀତିର, ବିଶ୍ୱାସ ଭଲ ପାଇବାର ଇଏ ହେଉଛି ଜଣେ ଅମାୟିକ, ମାନେ ଜଣେ ସିମ୍ପଲ, ଜଣେ ସରଳ, ନିରୀହ, ନିଷ୍କଳଙ୍କ, କୌଣସି କଳଙ୍କ ନାହିଁ, କୌଣସି ଦୋଷ ନାହିଁ, କୌଣସି ପାପ ନାହିଁ। ହୃଦୟ ମାନେ ମନ, ଅର୍ଥାତ୍ ହରିଣ ଗୋଟିଏ ମାନେ ସରଳ, ନିରୀହ, ହିଂସ୍ର ନଥିବା ଜନ୍ତୁଟିଏ। ତେଣୁ ସେଇଥିପାଇଁ ସେ ତାକୁ କହିଛନ୍ତି ବିଶ୍ୱାସର, ପ୍ରେମର, ଭଲ ପାଇବାର ଅମାୟିକ ନିରୀହ ଜନ୍ତୁଟିଏ। ଆସିଛି ଯେ ଧରା ତଳେ ଗାଇବାକୁ ମୁକ୍ତି ମୈତ୍ରୀ ଗୀତି। ସେ ପୃଥିବୀକୁ ଆସିଥିଲା ଶାନ୍ତି, ମୁକ୍ତି, ମୈତ୍ରୀ, ମିତ୍ରତାର, ସମ୍ବନ୍ଧ ସ୍ଥାପନାର, ସ୍ୱାଧୀନତାର, ଆଉ ଏ ପୃଥିବୀକୁ ସେ ଆସିଥିଲା ସାଧନାର ବାର୍ତ୍ତା ଦେବା ପାଇଁ, ମୈତ୍ରୀର, ମୁକ୍ତିର ବାର୍ତ୍ତା ଦେବା ପାଇଁ। ସହସା ଚକ୍ରାନ୍ତକାର ବାରମ୍ବାର ହୋଇଅଛି ବିଦ୍ଧ। ଗୋଟିଏ ଦୁଇଟା ଗୋଡ଼ି ଲାଗିଛି, ଚକ୍ରାନ୍ତ, ମଣିଷ ଚକ୍ରାନ୍ତ ମାନେ କନସ୍ପିରେସି, ଷଡ଼ଯନ୍ତ୍ର ଫଳରେ ସେ ଆଜି ମରିଯାଇଛି ଗୋଡ଼ିବିଦ୍ଧ ହେଇକି। ପ୍ରୀତିର ତଟିନୀ ଗୀତି ମୃତ୍ୟୁଚର କରିଅଛି ଗ୍ରାସ। ପ୍ରୀତିର ମାନେ ଭଲ ପାଇବାର, ତଟିନୀ ମାନେ ଝରଣା, ଭଲ ପାଇବାର ଝରଣା ମୃତ୍ୟୁଚର କରିଅଛି ଗ୍ରାସ। ଯେମିତିକା ବାଲି ଚରିଯାଏ ଜମିରେ, ଆଉ ଯେମିତିକା ନଦୀ ଯେତେବେଳେ ବୋହି ଯାଉଥିବ, ଯଦି ସେତେ ବାଲି ରହିଗଲା, ନଦୀ ପାଣି ଆଉ ବୋହି ପାରିବନି, ତେଣୁ ତାକୁ ବାଲୁଚର ବୋଲି କହନ୍ତି। ସେମିତିକା ମୃତ୍ୟୁ ଚରିଗଲା, ଅର୍ଥାତ୍ ମୃତ୍ୟୁ ତାକୁ ମାରିଦେଲା, ଗ୍ରାସ କରିଦେଲା, ଖାଇଦେଲା, ଗିଳିଦେଲା। ଆଶାର ସ୍ଫୁଲିଙ୍ଗ ଚକ୍ଷୁ ନିଭିଅଛି ଏ ଧରଣୀ ପରେ। ତାର ଯେଉଁ ଆଶା ଥିଲା ଯେ ଜଙ୍ଗଲରେ ବୁଲିବ, ଚରିବ,
ଖାଇବ ପୁରୁଷ ସାଥୀ ସହିତ ମିଶିବ ସେ ଆଶାର ଯେଉଁ ନିଆଁ ଝୁଲ ସ୍ଫୁଲିଙ୍ଗ ମାନେ ନିଆଁ ଝୁଲ ସ୍ପାର୍କିଂ ଯେଉଁ ସେ ନିଭି ଯାଇଛି ଧରଣୀ ପରେ ଅର୍ଥାତ୍ ଚାଲିଯାଇଛି। ଏ ମୃଗୁଣୀ ଏ ହୃଦୟ ପ୍ରାଣ ସ୍ନିଗ୍ଧ ଢଳ ଢଳ ଏ ମୃଗୁଣୀକୁ ଦେଖିକି ମାନବବାଦୀ ଦରଦୀ କବି ସେ କହୁଛନ୍ତି ଯେ ମୋର ପ୍ରାଣ ମଧ୍ୟ ସେଇ ଯେଉଁ ହରିଣୀର ମୃତ୍ୟୁରେ ସେ ମଧ୍ୟ ଥଣ୍ଡା ହେଇଯାଇଛି। ଅର୍ଥାତ୍ ବାଘକୁ ଦେଖିଲେ ମଣିଷ ଡରିବ, ଅନ୍ୟ ଜନ୍ତୁମାନେ ଡରିବେ, ହେଲେ ହରିଣକୁ ଦେଖିକି କେହି ଜନ୍ତୁ ଡରନ୍ତି ନାହିଁ। ହରିଣ ହେଉଛି ଗୃହପାଳିତ ପଶୁ, ତେଣୁ ସେଇ ଗୃହପାଳିତ ପଶୁ ସୁନ୍ଦର ଜୀବଟିଏ ତାକୁ ଦେଖିଲେ ହୃଦୟ ଥଣ୍ଡା ହେଇଯାଏ, ଶୀତଳ ହେଇଯାଏ, ପ୍ରେମରେ ଭର୍ତ୍ତି ହେଇଯାଏ। ଭୂଇଁ ସେ ଯେ ଅର୍ଥାତ୍ ଭୂଇଁର ବିଛଣାରେ ପୃଥିବୀ ବିଛଣାରେ ସିଏ ଶୋଇପଡ଼ିଛି ଅସହାୟ ହୋଇକି। କାହିଁକି ନା ଶିକାରୀର ଚକ୍ରାନ୍ତ ଯୋଗୁଁ ସେ ଶୋଇପଡ଼ିଛି କ୍ଷୁବ୍ଧ ହେଇକି, ତାର କ୍ଷୁଧା ନିବାରିତ ହେଇନାହିଁ, ତାର ଭୋକ ମାନେ ମେଣ୍ଟି ନାହିଁ। ହାହାକାର ମାନେ ଦୁଃଖ, ହାହାକାର ମାନେ ଦୁଃଖରେ ସିଏ ଶୋଇପଡ଼ିଛି। ମୃତ ଏ ମୃଗୁଣୀ ସମ କେତେ ହୃଦ ଦେଶ ଦେଶାନ୍ତରେ। କବି ଯାହା ହରିଣର ଚିତ୍ରକଳ୍ପ ହରିଣର ପ୍ରତୀକ ଦେଇକି ଯାହା କହୁଛନ୍ତି ତାର ସାରାଂଶଟା ଏଇଠି ସେ ଅଛି ଯେ ମୃତ ଏ ମୃଗୁଣୀ ସମ କେତେ ହୃଦ ଦେଶ ଦେଶାନ୍ତରେ। ଅର୍ଥାତ୍ ଦେଶ ବିଦେଶରେ ମୁଁ ଯେତେବେଳେ ଷ୍ଟେସନର ପ୍ଲାଟଫର୍ମକୁ ବୁଲିବାକୁ ଯାଏ ସେତେବେଳେ ଦେଖେ ଯେ ଅନେକ ଦରିଦ୍ର ଲୋକ ଫୁଟପାଥରେ ରହିଛନ୍ତି ଏବଂ ସେମାନଙ୍କୁ ଥରେ ମୁଁ ଖାଦ୍ୟ ଦେଇଛି, ସେ ଅତି କେତେ ଆଗ୍ରହରେ ସେ ଖାଦ୍ୟ ପୋଟଳାକୁ ଗ୍ରହଣ କରିକି ଖାଇବାରେ ବ୍ୟସ୍ତ। ତେଣୁ ମୃତ ଏ ହରିଣୀ ଭଳିଆ ଅନେକ ନିରୀହ ଦରିଦ୍ର ଅସହାୟ ଜନସାଧାରଣ ଦେଶ ଭିତରେ ରହିଛନ୍ତି। ଅସହାୟ ହୋଇ ଆଜି ଧୂଳିସେଜ ନେଉଛନ୍ତି ପରେ ସେମାନେ ଗରିବ ଦରିଦ୍ର ମାନେ ବୁଭୁକ୍ଷିତ ହେଇକି ସେ ରହିଛନ୍ତି। ସେଇଭଳି ହରିଣୀ ଯେମିତି ଆଜି ଅସହାୟ ହେଇଯାଇଛି ସେମିତି ସେମାନେ ଅସହାୟ ହୋଇକି ଅନ୍ୟର ଦୟା ଉପରେ ସେମାନେ ନିର୍ଭର କରିକି ରହିଯାଇଛନ୍ତି। ତଥାପି ମଣିଷ ଆଜି ପୌରୁଷ ନେଇ ତା ଗର୍ବ କରେ, ତଥାପି ମଣିଷ ଆଜି ତାର ପୁରୁଷ ପଣିଆକୁ ନେଇକି ଗର୍ବ କରେ। ମୁଁ କେତେ ଧନୀ, ମୁଁ କେତେ ଜ୍ଞାନୀ, ମୁଁ କେତେ ପଣ୍ଡିତ, ମୋର କେତେ ଧନ ଅଛି, ମୋର ଲୋକବଳ ଅଛି, ମୁଁ ଚାହିଁଲେ ଯାହା ଚାହିଁଲେ ତାହା କରିବି, ଗୁଣ୍ଡାମି କରିବି, ହୁଣ୍ଡାମି କରିବି, ଦାଦାଗିରି ଦେଖେଇବି। ତଥାପି ମଣିଷ ତାର ପୌରୁଷ ପଣିଆ ଦେଖେଇକି ଗର୍ବ କରୁଛି, ଜାଣିପାରୁନାହିଁ ଯେ ତାକୁ ଦିନେ ମାନେ ସେ ମୃତ୍ୟୁ ପାଇକି ଯିବା ପାଇଁ ହେବ। ଏ ହରିଣୀ ଭଳିଆ ଅସହାୟ ହେଇକି ଯିବା ପାଇଁ ହେବ। ତା ଶରୀରକୁ ନେଇକି ମଣିଷ କ'ଣ କରିବ ସେ ଜାଣିପାରୁନାହିଁ, ତଥାପି ମଣିଷ ତାର ଗର୍ବରେ ରହିଛି। ନିଜ ଜ୍ଞାତି କୁଟୁମ୍ବରେ ସଗୌରବେ ହତ୍ୟା ନୀତି କରି ପରଲୋକକୁ ତ ଯାହା କଷ୍ଟ ଦେଉଛି ହତ୍ୟା କରିକି ରକ୍ତପାତ କରିକି, ନିଜ ବନ୍ଧୁବାନ୍ଧବଙ୍କ ଭିତରେ ମଧ୍ୟ ନିଜର ଆତ୍ମୀୟ ଲୋକମାନଙ୍କ ଭିତରେ ମଧ୍ୟ ସେ ଶତ୍ରୁତା ସୃଷ୍ଟି କରିକି ଗୌରବଦୀପ୍ତ ହେଇକି ସିଏ ମାନେ ରହୁଛି। ମୃଗୁଣୀର ଶବ ଦେଖି ତୃପ୍ତ ମୋର ବନ୍ଧୁଙ୍କର ମନ, ମୋର ବନ୍ଧୁଙ୍କର ମନ ମୃଗୁଣୀର ଶବ ଦେଖି ଭାରି ଖୁସି ଅଛନ୍ତି, କାରଣ ସେ ତାକୁ ନେଇକି ଖାଇବେ, ତା ଚମଡ଼ା ୟୁଜ୍ କରିବେ, ତାର ଚମଡ଼ାକୁ ବି ବ୍ୟବହାର କରିବେ, ତାକୁ ନେଇକି ଖାଇବେ, ପୁଣି ଆହୁରି ଶିକାର କରିବେ। ତେଣୁ ସେ ଖୁସି ଅଛନ୍ତି, ଯେହେତୁ ସେ ଶିକାରୀ। କିନ୍ତୁ କବି ଶିକାରୀ ନୁହନ୍ତି, ସ୍ୱୀକାର କରୁଛି ତାଙ୍କ ଚମତ୍କାର ହାତ ଲକ୍ଷ୍ୟ ଭେଦ। ତାଙ୍କର ଯେଉଁ ଶିକାରୀର ପାରିଲା ପଣିଆକୁ ମୁଁ ସ୍ୱୀକାର କରୁଛି, କାରଣ ଜଙ୍ଗଲରେ ଗୋଟିଏ ଚଞ୍ଚଳିକା ଚଞ୍ଚଳ ଗତିରେ ଚାଲି ଯାଉଥିବା ଗୋଟେ ନିରୀହ ଜୀବ ହରିଣଟାକୁ ସେ ଶିକାର କରିକି ଆଜି ସାୟସ୍ତ କରିଦେଇଛନ୍ତି, ନିଜର ସାବାଡ଼ କରିଦେଇଛନ୍ତି ତାକୁ ଏବଂ ନିଜର ଶିକାରୀର ପାରିଲା ପଣିଆ ଦେଖେଇଛନ୍ତି। କିନ୍ତୁ କବି କହୁଛନ୍ତି ସିନା ସେ ହରିଣଟି ମରିଯାଇଛି, କିନ୍ତୁ ମୋ ହୃଦୟରେ ସେ ଅମର ହେଇକି ରହିଯାଇଛି, ସେ ମରିନାହିଁ। ଅର୍ଥାତ୍ ସେ ମରିନାହିଁ ବୋଲି ଭାବିଛନ୍ତି ବୋଲି କବି ଏ କବିତାଟି ଲେଖିଛନ୍ତି, ନହେଲେ ଲେଖିପାରିନଥାନ୍ତି। ତେଣୁ ଅବିସ୍ମରଣୀୟ ସ୍ମୃତି ହେଇକି ମେମୋରେବୁଲ୍ ଥିଙ୍କ୍ ହେଇକି ସେ ରହିଯାଇଛି ବୋଲି ଆଜି ସେ କବିତା ଲେଖିଲେ। ସେଥିପାଇଁ ସେ କହୁଛନ୍ତି ମୃତ ଇଏ ମୃଗୁଣୀ, ଗୋଟେ ମାନେ ବାସ୍ତବ ଜଗତରେ ମରିଯାଇଛି ହରିଣଟି, ହେଲେ ମୋର ଅନ୍ତର ଜଗତରେ ଏ ହରିଣୀଟି ଅବିସ୍ମରଣୀୟ ହେଇକି ରହିଛି। ଯେତେଥର ମୁଁ କବିତାକୁ ପଢ଼ୁଥିବି, କବିତା ଲେଖିଛି ଆଉ ସେ ପଢ଼ାଯାଉଥିବ, ସେ ହରିଣଟି ମୋର ହୃଦୟରେ ବଞ୍ଚିକି ରହିଛି। ଆଜି ମୋର ମନେ ମୋର ହୃଦୟରେ ଅନ୍ୱେଷଣ କରେ ପ୍ରୀତି ରୁଧିରାକ୍ତ ମୋ ଅତଳ ହୃଦୟ। ମୁଁ ତାର ପ୍ରେମ ଭାବ ହରିଣ ପ୍ରତି ଯେଉଁ ଭଲ ପାଇବା ସେ ମୋର ହୃଦୟର ଅନ୍ତର ପ୍ରଦେଶରେ ମୋର ରୁଧିରାକ୍ତ, ଅର୍ଥାତ୍ ମୋର ହୃଦୟଟି ମନଟି ସେ ରକ୍ତରେ ଆରକ୍ତ ହେଇଯାଇଛି, ଅର୍ଥରେ ରକ୍ତରେ ଲାଲ ହେଇଯାଇଛି। ସେ ରକ୍ତଟାକୁ ମୁଁ ଆଜି ଅର୍ଥାତ୍ ଭଲ ପାଇବାଟାକୁ ମୁଁ ଖୋଜୁଛି, ଆହୁରି ଖୋଜୁଛି, ବେଶୀ କରି ଖୋଜୁଛି। ଏହା ହିଁ ମୃଗୟା କବିତା।